ଛାତ ମାଲୁମ ମୋବାଇଲ ବି ପଡ଼ିଥାନ୍ତି ନା ଆମ ଛାତ ଉପରକୁ ପଳେଇ ଆସିଲି। ଶୋଇଛଟି ଶୋଇଛ ଆଇସୁ ସେଇଠି ଶୋଇପଡ଼ିଛି। ଆଜି କାହିଁ ନିଦ ହେଇଯାଇଥିଲା ଆଇସକୁ ନା ନା ଆଉ ଘର ଦେଖିଛଟି କ'ଣ ହେଲାଣି ଏ ଘର ପୁରା ଓଦା ଦେଖୁନ ପୁରା ଝାଳେଇକିରି ଓଦା କେମିତି ସମସ୍ତଙ୍କ ପାଦ ଚିହ୍ନ କେମିତି ପଡ଼ିଛି ମାନେ ଘର ଦ୍ୱାରା କେମିତି ଝାଳ ପୁରା ହେଇଛି। ସିଏ ମାନେ ଏମିତି ଲିପି ଦେଲେ ବି ସେ ଲିପି ହେଇଯିବ ଏଇନା। ଏପଟେ ତ ଅଧିକ ଆହୁରି ଦେଖନ୍ତୁ ପୁରା ଝାଳ ଘର ଛିଡ଼ା ବି ହେଉନି ଘରେ। ବର୍ଷା ଟିକେ ହେଲା ମାତ୍ରେ ଘର ଆମର ଏମିତି ଝାଳେଇ ଯାଉଛି। ଏ ଥଣ୍ଡା ନହେଲାଟେ ହେବ ସେମିତି ସମସ୍ତଙ୍କୁ ଥଣ୍ଡା ଛାଡ଼ୁନି କେମିତି ଘର ପାଣି ପୁରା ବାହାରୁଛି ଦେଖୁନ ଘର ଝାଳ ଏତେ ଝାଳେଇ ଯାଉଛି ଘର ଦ୍ୱାରା ହଁ ହଁ ବା ଥଣ୍ଡା କ'ଣ ଟିକେ ନାକୁ ବର୍ଷା ହେଲା ସେ ସେମିତି ହେଉଛି ଆଉ ହଁ ହଁ ବା ଘର ଚାରିପଟେ ଏତେ ବର୍ଷା ହେଉଛି ପାଣି ହେଇଗଲାଣି ସବୁଆଡ଼େ ଆଉ ଘର ଏମିତି ଝାଳେଇ ପଡ଼ିଛି ଆମେ ଟୋଟାଲି ମାନେ ତଳେ ବି ଛିଡ଼ା ହେଇପାରିବୁନି ଏମିତିଆ ଏଥିରେ ପଟି ପୁରା ପାରଦି ଆଣିକିରି ହେଲା। ପାନ ଖାଉଛ ଏଠି ମେଡ଼ିସିନ ଖାଇସାରିଲଣି? ଆଉ ସେ ଚପଲ କ'ଣ ଆୟୁଷର ଚପଲ ସେଠି ଥୁଆଇଛି? ଦୁଇଟା କି ଚପଲ ଥୋଇ ଦେଇଛି ଆଣିକିରି ଏ କ'ଣ ଚଢ଼େଇକି ଚୁଁ ଚୁଁ ହୁଅନ୍ତି କ'ଣ ଖାଇବାକୁ ଦିଆଇନି ନା କ'ଣ? ଇ ତାକୁ କାମୁଡ଼ିଲା ବୋଲି ଚଢ଼େଇକି ଅଲଗା କରାହେଇଛି ଆ ଦେହରେ ରଖା ହେଇଛି ନା ଏବେ ଅଧଘଣ୍ଟା ହେଲା ରଖା ହେଇଛି ଆସିକିରି ଚଢ଼େଇକି ଏ ତ ଏଠି ଆଉ ଗୋଟେ ଚଢ଼େଇ ବସିଛି ତଳେ ବସିଛି। ଘର ପୁରା ଏତେ ଜୋରେ ଝାଳ ହେଉଛି ଯେ ମାନେ ଏଥର ମୋତେ ଲିପିଛି ତଳେ ବର୍ଷା ହେଲେ ଘର ଦ୍ୱାରା ଆମର ସବୁ ଓଦା ହେଇଯିବ ପୁରା ସବୁଆଡ଼େ ଓଦା। ଏଇ କାନ୍ଥ ବି ଏବେ ଲିପା ହେଇକି ଚିତା ପଡ଼ିଥିଲା ଏଇ କାନ୍ଥ ବି ଏମିତି ପୁରା ଝାଳେଇକିରି ଲୁଣି ହେଇଗଲାଣି କାନ୍ଥ। ପୁରା କାନ୍ଦି କାନ୍ଦିକା ପୁରା ଲୁହ ସିଙ୍ଗିଣି ଏକାଠି କରିଦେଇଛନ୍ତି। ଆଉ ଏଠି ମା କ'ଣ କରୁଛୁ ଖାଉଛୁ? ଚା ଖାଉଛି। ଚା ଆଉ କ'ଣ ପକେଇଛୁ ଏଥିରେ? ଚା ଭଜା ସୁଜି ଉପମା। ହଁ ହଁ ସୁଜି ଉପମା ପଡ଼ିକି ମା ଖାଉଛି। ଆଉ ଏଠି ମମି କ'ଣ ଅଟା ଗୁଡ଼ୁଛି ଆଉ ମୁଁ ରୁଟି ଖାଇବିନି ଚେଞ୍ଜ କରିଦେବି ନା ମୁଁ ଉପମା ଖାଇବି ଏଥର। ଉପମା ଖାଇବୁ? ମୁଁ କରିଦେଲି ମା ପାଇଁ କରିଥିଲି ଉପମା। ଉପମା କଡ଼ରେ ନାହିଁ ନାହିଁ ଆଉ ସେ ସବୁ ପକେଇଦେଲେ ଆଉ ତୁ କହିଥିଲି ନା ମୁଁ ଦେଇଥାନ୍ତି ଉପମା କରିକି ସମସ୍ତଙ୍କର ପ୍ରକାର ପ୍ରକାର ଖାଇବା ମାନେ 4 ଜଣ 5 ଜଣ ଥିଲା ମାନେ ପ୍ରକାର ପ୍ରକାର ଖାଇବା ସମସ୍ତଙ୍କର। ମୁଁ ସୁଜି ହାଲୁଆ ଖାଇବି। ସୁଜି ହାଲୁଆ ହେବ ଜ୍ୱର ହେଇକି ପାଟି କରୁନୁ ପରଟା ଖାଇବିନି ପରଟା ଖାଇବିନି ନଡ଼ିଆ ଛଡ଼େଇଲେ ବାବା ହଁ ଛଡ଼େଇ ଦେଇଛନ୍ତି କେତେଟା ଏଇଟା ଗଜା ହେଇଯାଇଛି ଦିଟା ଗଜା ହେଇଯାଇଛି ନଡ଼ିଆ ଏଇବା ଏଇଠି ଗଜା ହେଇଛି ଏତେ ବଡ଼ ଗଜା ହେଇଛି ଛଡ଼େଇଲା ବେଳେ କେମିତି ଭଲ ବାହାରକୁ ଆଣିନଥିଲା ଲଗେଇଦେଲେ ଗଛ ହେଇଯିବ ଏଇଟା ଗଜା ହେଇଯାଇଛି କେମିତି ଛୋଟ ଗଜା। ଦେଖନ୍ତୁ ସମସ୍ତେ କେତେ ଜୋରେ ମେଘ ଆସିଲାଣି ବହୁତ ଜୋରରେ ବର୍ଷା ଆସିଲାଣି ଦେଖାଉଛି ଛାତ ଉପରକୁ ଯାଉଛି ଦେଖନ୍ତୁ କେତେ ଟାଇମ୍ ଅଛି ବହୁତ ଟାଇମ୍ ଅଛି ଏବେ ବହୁତ ବର୍ଷା ଆସିଲାଣି କେତେ ଜୋରରେ ବର୍ଷା ଆସିଲାଣି ଦେଖନ୍ତୁ ଏତେ ଜୋରରେ ପୁରା କଳାହାଣ୍ଡିଆ ମେଘ କରିକି ଆସିଲାଣି କଳାହାଣ୍ଡିଆ ମେଘ ମେଘ କରିକି ଆସିଲାଣି। ଆଇସୁ ଏଠିକି ଆସିଲେ ଉପରକୁ ଛାତ ଉପରକୁ ଆସିଲେ ମୋ ପାଖକୁ ପଛରେ ଲୁଚି ଯାଉଛୁ କାହିଁକି କାହିଁ ଲୁଚି ଯାଉଛୁ? ଦେଖୁନ ଗୋଟେ ଘି କୁଆଁରୀ ଗଛ ଲାଗିଛି କେତେ ହେଇଛି ଘି କୁଆଁରୀ ଆଇସୁ ଦେଖିଛୁ ନା ଘି କୁଆଁରୀ ଗଛ ଯେଉଁ ଲାଗିଛି ସେପଟେ ଆଇସୁ ଏଇଠି ବସିକି ସେଦିନ ଏଇଠି ଭିଡ଼ିଓ କରିଥିଲେ ଦେହଟା ଭଲ ଥିଲା ଯେଉଁଦିନ ଜ୍ୱର ହେଇନଥିଲା ସ୍କୁଲରୁ ଆସିଥିଲା 4ଟା ବେଳେ ନା ସ୍କୁଲରୁ ଆସିକି ଆଉ ସ୍କୁଲ
ସ୍କୁଲରୁ ଆସି 4ଟା ବେଳେ ଏଇଠି ବସିକି ଭିଡ଼ିଓ କରିଥିଲା କରିଥିଲା। ତାପରେ ହচ্ছে ସନ୍ଧ୍ୟାବେଳେ ହେଇଗଲା ଏମିତି ଟିକେ ଡର ଲାଗିଲା ତାକୁ, କହିଲା ନା ମୋତେ ଡର ଲାଗୁଛି। ଏବେ ବି ତାକୁ ଭୟ ଲାଗୁଛି, କିନ୍ତୁ ଝଡ଼ିଗଲା ମୋ ପୁଅ ପୁରା ମାନେ ଶୁକୁଟା ହେଇଗଲା। ନା ମୁଁ ଝଡ଼ିନି। ହେଇନା ଆଇ ଝଡ଼ିନି, ନା ଝଡ଼ି ଯାଇଛି ବା ଝଡ଼ିନି। ନା, ଦେଖିଲୁ ନା। କେତେ ଜୋର ମେଘ ଆସିଲାଣି। ହେଲା ହଁ ଯଦି ଆଇସ୍ ଗଲା ଘର ହାରି ତଳକୁ। ଭାଙ୍ଗିବ, ହଁ ପଡ଼ିଯିବୁ ଘର ଭାଙ୍ଗିବ ଇଏ ହବ। ଛାତ ଉପରେ ମାଲୁ ମୁଁ ବି ପଡ଼ିଥାନ୍ତି ନା। ମୁଁ ଛାତ ଉପରକୁ ପଳେଇ ଆସିଲି, ଛାତ ଉପରକୁ ପଳେଇ ଆସିଲି। କେତେ ଜୋରରେ ପବନ ଆସିଲାଣି, ମେଘ ପବନ ଦେଖନ୍ତୁ। କ୍ୟାମେରା ପୁରା ବୁଲୁଛି ହେଇକି। ବହୁତ ଜୋରରେ ବର୍ଷା ଆସିଲାଣି। ପୁରା ଗୋଲାପ ଫୁଲ ଲାଗିଥିଲା, ଗୋଲାପ ଫୁଲ ବି ଫୁଟିଥିଲା, ଝାଉଁଳି ଗଲାଣି ସେ। ଏଠି ଦେଖାଯାଉଥିବ ବି ଗୋଲାପ ଫୁଲ ବି ଫୁଟିଛି ଏବେ ଟିକେ ଝାଉଁଳି ଯାଇଛି ସେ। ଏଇ ପଟ ବହୁତ ଜୋରରେ ମେଘ ଘୋଡ଼ିକି ଆସିଛି, ଦେଖନ୍ତୁ କେତେ ଜୋରରେ ମେଘ।